ରାମପୁର ଗାଁରେ ଦୁଇ ଭାଇ ରହୁଥିଲେ। ତାଙ୍କର ଅଳ୍ପ କିଛି ଜମି ଥିଲା। ବଡ଼ ଭାଇର ନାଁ ରଘୁ ଓ ସାନ ଭାଇର ନାଁ ରାମୁ ଥିଲା। ରଘୁର ଆଖି ପିଲାବେଳୁ ନଷ୍ଟ ହୋଇ ଯାଇଥିଲା। ତେଣୁ ସେ କିଛି କାମଧନ୍ଦା କରିପାରୁନଥିଲା। ହେଲେ ସେ ବହୁ ଚତୁର ଥିଲା। ଦେଖି ନ ପାରିଲେ ବି ନିଜ ଅନୁଭବରେ ସମସ୍ତଙ୍କ ବିଷୟରେ ସବୁ କଥା ଜାଣିପାରୁଥିଲା। ରାମୁ ଚାଷବାସ କରୁଥିଲା। ରଘୁ ଜଙ୍ଗଲୀ ଜୀବଜନ୍ତୁମାନଙ୍କ ଦାଉରୁ ରକ୍ଷା କରିବା ପାଇଁ କ୍ଷେତକୁ ଜଗି ରହୁଥିଲା। ତାକୁ ଦେଖାଯାଉ ନଥିଲେ ବି ସେ ଜାଣିପାରୁଥିଲା କେତେବେଳେ କେଉଁ ପଶୁ ଆସିଲା ଓ ତାକୁ କିପରି ଘଉଡ଼ାଇ ହେବ। ଦିନେ କ୍ଷେତ ଭିତରକୁ ଏକ ହରିଣ ପଶି ଆସିଲା। ଆଉ ଅଳ୍ପ ସମୟ ଭିତରେ ବାଡ଼କୁ ଭାଙ୍ଗି କୁଆଡ଼େ ଚାଲିଗଲା। ତା ପଛେ ପଛେ ଜଣେ ଜମିଦାର ଆସି ପହଞ୍ଚିଲେ। ଯେତେବେଳେ ସେ ରଘୁକୁ ଦେଖିଲେ ତାକୁ ପଚାରିଲେ, ମୁଁ ଗୋଟେ ହରିଣର ପିଛା କରି ଏଠାକୁ ଆସିଛି। ସେ କୁଆଡ଼େ ଗଲା ତମେ ଦେଖିଛ କି? ରଘୁ କହିଲା, ହଜୁର, ମୁଁ ଜଣେ ଅନ୍ଧ। ମୋତେ ଜନ୍ମରୁ ଦେଖାଯାଏନି। ମୋ ବୁଦ୍ଧି ବଳରେ ଜାଣିପାରୁଛି ସେ ଏକ ଗର୍ଭବତୀ ହରିଣୀ। ଆପଣ ତାକୁ ଶିକାର ନ କରି ଛାଡ଼ି ଦିଅନ୍ତୁ। ଜମିଦାର କହିଲେ, ସେ କୁଆଡ଼େ ଗଲା? ରଘୁ କହିଲା, ସେ ସଙ୍ଗେ ସଙ୍ଗେ ମୋ ବାଡ଼ ଭାଙ୍ଗି ଚାଲିଗଲା। ଏପରି ଜୀବକୁ ଶିକାର କରିବା ଅନୁଚିତ। ଏହା ଶୁଣି ଜମିଦାର ଆଶ୍ଚର୍ଯ୍ୟ ହୋଇଗଲେ। ଭାବିଲେ, ଲୋକଟାର ଆଖି ନାହିଁ, ସେ କିଛି ଦେଖିପାରୁନି, ହେଲେ ଏତେ କଥା ଜାଣିଲେ କିପରି? ଜଣେ କର୍ମଚାରୀ ଜମିଦାରଙ୍କ ଅନୁମତିରେ ସେ ହରିଣୀକୁ ଖୋଜିବାକୁ ଗଲା। ଆଉ ଅଳ୍ପ ସମୟ ଭିତରେ ଫେରି ଆସି କହିଲା, ହଜୁର, ଏ ବ୍ୟକ୍ତି ସତ କହୁଛି। ପ୍ରକୃତରେ ସେ ହରିଣୀ ଗର୍ଭବତୀ। ମୁଁ ଦେଖିଲି ସେ ଏକ ବୁଦା ଆଢୁଆଳରେ ଯାଇ ଅଛି। ଏହା ଶୁଣି ଜମିଦାର ରଘୁକୁ ପଚାରିଲେ, ସେ ହରିଣୀ ଗର୍ଭବତୀ ବୋଲି ତମେ କିପରି ଜାଣିଲ? ରଘୁ କହିଲା, ସେ ହରିଣୀ ଯେତେବେଳେ ମୋ କ୍ଷେତକୁ ଆସିଲା, ତା ଦୌଡ଼ିବାର ଗତି ଓ ପାଦ ଶବ୍ଦରୁ ମୁଁ ସବୁ କଥା ଜାଣିପାରିଲି। ମୋ କ୍ଷେତରେ ଥିବା ବାଡ଼ ବେଶୀ ଉଚ୍ଚା ନୁହେଁ। ଯଦି ସେ ଗର୍ଭବତୀ ନଥାନ୍ତା, ସହଜରେ ସେ ବାଡ଼ ଡେଇଁ ପଳାଇ ଯାଇଥାନ୍ତା। ସେଥିପାଇଁ ବାଡ଼କୁ ନ ଡେଇଁ ତାକୁ ଭାଙ୍ଗି ଦେଇ ଚାଲିଗଲା। ଜମିଦାର କହିଲେ, ଏ ବିଦ୍ୟା ତୁମେ କିପରି ଶିଖିଲ? ରଘୁ କହିଲା, ପିଲାଟି ଦିନରୁ ଏ ବିଦ୍ୟା ମୋତେ ଜଣାଅଛି। ମୁଁ ଏଠି ସବୁବେଳେ ରହୁଛି। ଜୀବଜନ୍ତୁମାନଙ୍କ ଚାଲିଚଳନ ଓ ଶବ୍ଦରୁ ମୋତେ ଜଣାପଡ଼ିଯାଏ କେଉଁ ପଶୁ ଆସିଲା, କ'ଣ ପାଇଁ ଆସିଲା ଓ ସେ ଦେଖିବାକୁ କିପରି। ଏହା ଶୁଣି ଜମିଦାର ଜାଣିପାରିଲେ ଲୋକଟା ବହୁତ ବୁଦ୍ଧିମାନ। ତେଣୁ ଏପରି ଲୋକକୁ ତାଙ୍କ ପାଖରେ ନେଇ ରଖିବା ପାଇଁ ଚିନ୍ତା କଲେ। ଏହାପରେ ସେ ତାକୁ ନିଜ ସହିତ ମହଲକୁ ନେଇ ଆସିଲେ। ଦିନେ ଜମିଦାର ରଘୁକୁ ଗୋଟେ ଏକାନ୍ତ ସ୍ଥାନକୁ ନେଇ ପଚାରିଲେ, ମୋ ପିତାମାତାଙ୍କର ମୁଁ ଅସଲି ସନ୍ତାନ କି ନୁହେଁ ତମେ କହିପାରିବ କି? ରଘୁ କହିଲା, ଆପଣ ସାଧାରଣ ବ୍ୟକ୍ତି ନୁହନ୍ତି, ଜଣେ ଜମିଦାର। ସେଥିପାଇଁ ଏ ପ୍ରଶ୍ନ ମୋତେ ନ ପଚାରି ଚୁପ୍ ରହିଲେ ଆପଣଙ୍କର ମଙ୍ଗଳ ହେବ। କିନ୍ତୁ ଜମିଦାର ଏହାର ଉତ୍ତର ଜାଣିବା ପାଇଁ ଜିଦ୍ ଧରି ବସିଲେ। ରଘୁ କହିଲା, ଯଦି ଜାଣିବାକୁ ଚାହାନ୍ତି ମୋତେ କଥା ଦିଅନ୍ତୁ, ମୋ ଉପରେ ରାଗିବେନି ତ? ଜମିଦାର କଥା ଦେବାରୁ ରଘୁ କହିଲା, ପ୍ରକୃତରେ ଆପଣ ଜଣେ କଞ୍ଜୁସ ଗୁମାସ୍ତାଙ୍କ ପୁଅ। ତାଙ୍କର ସବୁ ଗୁଣ ଆପଣଙ୍କ ପାଖରେ ଅଛି। ଏହା ଶୁଣି ଜମିଦାରଙ୍କୁ ବହୁତ ଖରାପ ଲାଗିଲା। ସେ ସଙ୍ଗେ ସଙ୍ଗେ ତାଙ୍କ ମା ପାଖକୁ ଗଲେ। ପଚାରିଲେ, ମୁଁ କାହା ପୁଅ ତୁ ସତ କହ। ଯଦି ନ କହିବୁ ମୋ ଜୀବନ ଆଜି ହାରିଦେବି। ମା କହିଲେ, ତୁ ହେଉଛୁ ଆମର ଜଣେ ଗୁମାସ୍ତାର ପୁଅ। ସେ ବହୁ କଞ୍ଜୁସ ଥିଲା। ତାର ସବୁ ଗୁଣ ତୋ ପାଖରେ ଅଛି। ଦିନେ ରାତିରେ ତା ଘରେ ନିଆଁ ଲାଗିଗଲା। ତାର ସାରା ପରିବାର ଜଳିଗଲେ। ସେତେବେଳକୁ ତୁ ବର୍ଷକର ହୋଇଥିଲୁ। ଭଗବାନଙ୍କ ଦୟାରୁ ତୁ ବଞ୍ଚିଯିବାରୁ ଆମେ ତତେ ନେଇ ଆସିଲୁ। ସବୁ କଥା ଜାଣିବା ପରେ ଜମିଦାର ରଘୁ ପାଖକୁ ଗଲେ। ତାକୁ କହିଲେ, ରଘୁ, ମୋ ବିଷୟରେ ତମେ ଏତେ କଥା ଜାଣିଲ କିପରି? ରଘୁ କହିଲା, ହଜୁର, ଆପଣ ଯଦି ସତରେ ଜମିଦାରଙ୍କ ପୁଅ ହୋଇଥାନ୍ତେ, ମୋ ଠାରୁ ଏତେ କଥା ଶୁଣି ମୋତେ କିଛି ପୁରସ୍କାର ଦେଇଥାନ୍ତେ। ହେଲେ ଆପଣ କିଛି ବି ଦେଲେନି। ଏ କଥା ଶୁଣି ଜମିଦାରଙ୍କୁ ବହୁତ ଖରାପ ଲାଗିଲା। ସେ କହିଲେ, ମୁଁ ଆଜିଠାରୁ ମୋ ପ୍ରକୃତି ବଦଳାଇବି। ମୋର ବିଶ୍ୱାସ ଅଛି ଆମ ଭିତରେ ଆଜି ଯେତେ କଥାବାର୍ତ୍ତା ହେଲା ତୁମେ ତାକୁ ଗୁପ୍ତ ରଖିବ। ଏହାପରେ ସେ କିଛି ସୁନା ମୋହର ରଘୁ ହାତକୁ ବଢ଼ାଇ ଦେଲେ। କିଛି ଦିନ ବିତିଗଲା। ଦିନେ ଜମିଦାର ରଘୁକୁ ଡାକି କହିଲେ, ମୋତେ ଲାଗୁଛି ମୋ ବିରୁଦ୍ଧରେ ମହଲରେ କେହି ଷଡ଼ଯନ୍ତ୍ର କରୁଛି। ରଘୁ କହିଲା, ମୋତେ ଯଦି ସୁଯୋଗ ଦେବେ ଆପଣଙ୍କ କର୍ମଚାରୀମାନଙ୍କ ସହିତ କଥା ହୋଇ ଏହାର ସତ୍ୟାସତ୍ୟ ଜଣାଇବି। ତା ପରଦିନ ଜମିଦାର ତାଙ୍କର ସବୁ କର୍ମଚାରୀମାନଙ୍କୁ ଡକାଇଲେ।
ସେଠାରେ ରଘୁ ବି ଉପସ୍ଥିତ ଥିଲା। ଜମିଦାର କହିଲେ, ଆଜିଠାରୁ ତୁମେମାନେ ରଘୁକୁ ସବୁ କଥା ଜଣାଇବ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ନିଜ ନିଜ ଭିତରେ କଥାବାର୍ତ୍ତା ହେଲେ, ଜମିଦାର ଏ ଅନ୍ଧଟାକୁ ନିଜ ମହଲରେ କାହିଁକି ରଖିଲେ? ଇଏ ତ କିଛି କରିପାରିବନି। ସେତେବେଳକୁ ରଘୁ ବି ନିଜ ଆସନରେ ଯାଇ ବସି ପଡ଼ିଥାଏ। ସମସ୍ତଙ୍କ କଥାବାର୍ତ୍ତାକୁ ଧ୍ୟାନର ସହିତ ଶୁଣୁଥାଏ। ଜମିଦାର ପ୍ରଥମେ ଗୁମାସ୍ତାକୁ ଡାକି ହିସାବ କିତାବ ମାଗିଲେ। ଏହାପରେ ସେ ଅନ୍ୟ କର୍ମଚାରୀମାନଙ୍କୁ ବି କିଛି କିଛି ପ୍ରଶ୍ନ ପଚାରିଲେ। ସେମାନେ ବିସ୍ତାର ଭାବରେ ସବୁ ପ୍ରଶ୍ନର ଉତ୍ତର ଦେଲେ। ଏପଟେ ରଘୁ ବି ନୀରବରେ ସବୁ କଥା ଶୁଣୁଥାଏ। ଯେତେବେଳେ ଜମିଦାରଙ୍କ ପଚରା ଉଚରା କାର୍ଯ୍ୟକ୍ରମ ଶେଷ ହେଲା, ସେ ରଘୁକୁ ଗୋଟେ ଏକାନ୍ତ କକ୍ଷକୁ ନେଇଗଲେ। ରଘୁ କହିଲା, ହଜୁର, ମୋତେ ଆପଣଙ୍କ ଗୁମାସ୍ତା ଉପରେ ସନ୍ଦେହ ହେଉଛି। ଯେତେବେଳେ ସେ କଥା କହୁଥିଲା, ତା ସ୍ୱରରେ ଏକ ଭୟ ଲୁଚି ରହିଥିଲା। ସେ ବାରମ୍ବାର ତା କଥାକୁ ଦୋହରାଉଥିଲା। ଯେତେବେଳେ ଆପଣ ଚାଷୀମାନଙ୍କ ଠାରୁ ଆଦାୟ ହେଉଥିବା ଖଜଣା ବିଷୟରେ ପଚାରିଲେ, ସେ ବାରମ୍ବାର ତା କଥାକୁ ବଦଳାଇ ଦେଉଥିଲା। ଯେତେବେଳେ ଦେହରକ୍ଷୀକୁ ମହଲର ସୁରକ୍ଷା ବିଷୟରେ ପଚାରୁଥିଲେ, ସେ ବି କିଛି ସନ୍ତୋଷଜନକ ଉତ୍ତର ଦେଉନଥିଲା। ଆପଣ ଯଦି ସୁରକ୍ଷିତ ନ ରହିବେ, ଏମାନେ ଖୁବ୍ ସହଜରେ ଚକ୍ରାନ୍ତ କରି ଆପଣଙ୍କ ସମ୍ପତ୍ତିକୁ ଅକ୍ତିଆର କରିନେବେ। ତାଙ୍କ କଥାବାର୍ତ୍ତାରୁ ମୋତେ ଜଣାପଡ଼ୁଥିଲା, ଆପଣଙ୍କ ଠାରୁ ସେମାନେ କିଛି ଲୁଚାଇବାକୁ ଚେଷ୍ଟା କରୁଥିଲେ। ଜମିଦାର କହିଲେ, ତମେ ଏତେ ବିଶ୍ୱାସର ସହିତ ଏହା କିପରି କହିପାରୁଛ? ରଘୁ କହିଲା, ମୁଁ ପିଲାଟି ଦିନରୁ ଲୋକମାନଙ୍କ ସ୍ୱର ଓ କଥା କହିବା ଶୈଳୀକୁ ଅନୁଧ୍ୟାନ କରିଛି। ତେଣୁ ସବୁ କଥା ମୋତେ ଜଣାପଡ଼ି ଯାଉଛି। ଯେତେବେଳେ କେହି ମିଛ କହେ କିମ୍ବା ଲୁଚାଇବାକୁ ଚେଷ୍ଟା କରେ, ତା ସ୍ୱରରେ ଏକ ଅଲଗା ପ୍ରକାର କମ୍ପନ ସୃଷ୍ଟି ହୁଏ। ଏହା ସହିତ ନିଜ କଥାକୁ ସେ ନୂଆ ନୂଆ ରୂପ ଦେବା ପାଇଁ ସେହି କଥାକୁ ବାରମ୍ବାର ଦୋହରାଇବାରେ ଲାଗିଥାଏ କିମ୍ବା ବଦଳାଇ ଅନ୍ୟ ଦିଗକୁ ନେଇଯାଏ। ସେ ଏପରି କରିବା ଦ୍ୱାରା ତା ମିଛ ଧରା ପଡ଼ିଯାଏ। ସେଥିପାଇଁ ଆପଣ ନିଜ ଗୁମାସ୍ତା ଓ ଦେହରକ୍ଷୀଙ୍କ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରନ୍ତୁ। ସେମାନେ ଅବଶ୍ୟ ଆପଣଙ୍କ ପାଇଁ ବିପଦର କାରଣ ହୋଇପାରନ୍ତି। ଜମିଦାର ସଙ୍ଗେ ସଙ୍ଗେ ତାଙ୍କର ଜଣେ ବିଶ୍ୱାସୀ କର୍ମଚାରୀକୁ ଡାକି ଗୁପ୍ତ ଭାବରେ ଏ ଦୁଇ ଜଣଙ୍କ ଉପରେ ନଜର ରଖିବାକୁ ଆଦେଶ ଦେଲେ। ସେହିଦିନଠାରୁ ସେ କର୍ମଚାରୀ ଗୁପ୍ତଚର ଲଗାଇ ଗୁମାସ୍ତା ଓ ଦେହରକ୍ଷୀ ଉପରେ ନଜର ରଖିବା ଆରମ୍ଭ କରିଦେଲେ। କିଛି ଦିନ ପରେ ସେ ଜମିଦାରଙ୍କୁ ଆସି ଜଣାଇଲେ, ଗୁମାସ୍ତା ଓ ଦେହରକ୍ଷୀ ଆପଣଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି। ସେ ଆପଣଙ୍କୁ ମାରି ସବୁ ଧନରତ୍ନ ଲୁଟି ନେବା ପାଇଁ ଯୋଜନା ପ୍ରସ୍ତୁତରେ ଲାଗିଛନ୍ତି। ଏ କଥା ଶୁଣି ଜମିଦାର ଆଶ୍ଚର୍ଯ୍ୟ ହୋଇଗଲେ। ସେହି ମୁହୂର୍ତ୍ତରେ ସେ ତାଙ୍କ ବିଶ୍ୱାସୀ ଦେହରକ୍ଷୀମାନଙ୍କୁ କହି ସେ ଦୁଇ ଜଣଙ୍କୁ ବାନ୍ଧି ପକାଇଲେ। ଯେତେବେଳେ ସେମାନଙ୍କୁ ପଚରା ଉଚରା କରାଗଲା, ସେମାନେ ସବୁ କଥା ମାନିଗଲେ। ଏହାପରେ ତାଙ୍କୁ କାରାଗାରକୁ ପଠାଇ ଦିଆଗଲା। ଜମିଦାର ରଘୁକୁ ଯାଇ କହିଲେ, ସତରେ ରଘୁ, ତମ ବୁଦ୍ଧି ପାଇଁ ମୋ ଜୀବନ ଆଜି ବଞ୍ଚିଗଲା। ତମେ ଯଦି ନଥାନ୍ତ, ମୋର ସବୁ ଧନ ସମ୍ପତ୍ତି ଏମାନେ ଲୁଟି ନେଇଥାନ୍ତେ। ସେହିଦିନଠାରୁ ସେ ସବୁ କାମରେ ରଘୁର ଉପଦେଶ ନେଲେ। ସେ ନିଃସନ୍ତାନ ଥିବାରୁ ରଘୁକୁ ନିଜ ଉତ୍ତରାଧିକାରୀ ଭାବରେ ଗ୍ରହଣ କଲେ।